ମରୁଶଳା ଏ ଝିଅ ଗଲା କୁଆଡ଼େ ଅଲେ ରଚନା ରହନା କିଲୋ ତୋ ମା ମରୁଶଳା। ବାପା ବାପା ମୁଁ ପୁରା ଏଇଠି ଅଛି କାହିଁକି ଏତେ ମୁଣ୍ଡ ଫଟେଇ ରଖୁଛ? ହ୍ୟାଲୋ ଏ ରଚନା ତୁ ଏମିତି କ'ଣ ଦେଖାଯାଉଛି ପୁରା କାଙ୍ଗାଳି ଭଳିଆ ଟିକେ ସଜବାଜ ହେଲେ ହବନି? ସଜବାଜ ହେବି କ'ଣ ପାଇଁ? ହ୍ୟାଲୋ ଏ ମା ରଚନା ତୋର ପୁରା ମୁଁ ବାହାଘର ଠିକ୍ କରିଛି ଆଜି ପୁରା ପୁଅ ଘର ତୋତେ ଦେଖିବାକୁ ଆସିଛନ୍ତି। କ'ଣ କହିଲ? ଆରେ କ'ଣ କହିଲ? ମୋ ବାହାଘର? ଆରେ ନା ମୁଁ ବାହା ହେବିନି। କ'ଣ କହିଲୁ? ବାହା ହେବୁନି? ଆଉ ଥରେ କ'ଣ ମାଗଣେ ଛୁଆ ଜନ୍ମ କରିବୁ ନା କ'ଣ? ସେ କଥା ନୁହେଁ ଯେ। ହ୍ୟାଲୋ ଏ ମା ତୋ ପାଇଁ ମୁଁ କେତେ କଷ୍ଟରେ ଚାକିରିଆ ବର ଟିକେ ଯୋଗାଡ଼ କରିଛି ଲୋ ମା ଯୋଗାଡ଼ କରିଛି ତାକୁ ବାହା ହେଲେ ଲୋ ମା ତୁ ପୁରା ଖୁସିରେ ରହିବୁ ଖୁସିରେ। ହଁ ସତରେ ବାପା? ହଁ ମୋ ପାଇଁ ଗୋଟିଏ ଚାକିରିଆ ବର ଯୋଗାଡ଼ କରିଛ? ପୁରା ଚାକିରିଆ ବର। ମୁଁ ବାହା ହେବି ବାପା ମୁଁ ବାହା ହେବି। ଆଉ ସେଇ କଥା ତ କହିବୁ କ'ଣ ନାଇଁ 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 ହଉଛୁ ଯା ଭିତରକୁ ଯା ସେମାନେ ଆସିଲେ ତୋତେ ଡାକିବି। ଯା ଲୋ ମା ଯା ଟିକେ ସଜବାଜ ହବୁ ଯା ଯା କ'ଣ ଦେଖୁଛୁ ଏଇଠି ଯା ଭିତରକୁ ଯା ସଜବାଜ ହବୁ ଯା ଯା। ଯା ହଉ ମୋ ମୁଣ୍ଡରେ ଗୋଟେ ବୋଝ ଗଲା। ମୋ ଝିଅ ଛୁଆର ମା ଛୁଆର ଗୋଟେ ପିଲାର ମା ହେଇବି ଆଜି ଫୁଲ କୁଆଁରୀ ଯାଇଛି ନହେଲେ ସିଏ ବି ପୁରା ବର୍ବାଦ ହେଇଯାଇଥାନ୍ତା। ଆଜି ଦେଖିଲେ ବି ଟୋକାମାନେ ତା ପଛରେ ଏମିତି ଗୁଡ଼ାଉଛନ୍ତି। ଦେଖ ଆଜି ମୁଁ ଏମିତି ଚାକିରିଆ ବରଟିଏ ମୁଁ ଯୋଗାଡ଼ କରି ତା ବାହାଘର ଆଜି ଠିକ୍ କରିଦେଇଛି। ମୁଁ ଭାବୁ ଏ କଥାଟା ଏବେ ସତ ହେବାକୁ ଯାଉଛି। ଏପଟେ ଗାଡ଼ି ସାଉଣ୍ଡ ଶୁଭିଲାଣି ବୋଧେ ପୁଅ ଘର ଲୋକ ଦେଖିବାକୁ ଆସିଛନ୍ତି। ଗାଡ଼ି ସାଉଣ୍ଡ ଶୁଭିଲା ତ ଆସିଛନ୍ତି ଆଉ। ଆଜ୍ଞା ଏଇଟା ଟେକନ ମହାନ୍ତି ଘର ତ? ଆଜ୍ଞା ନମସ୍କାର 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 ନମସ୍କାର। ମୁଁ ହିଁ ଆଜ୍ଞା ଟେକନ ମହାନ୍ତି। ଆପଣ କଥା ଭାବୁ ଆପଣ ପହଞ୍ଚି ଯାଇଛନ୍ତି। ଆଜ୍ଞା ଭିତରକୁ ଆସନ୍ତୁ ଆଜ୍ଞା ଭିତରକୁ ଆସନ୍ତୁ। ହଁ ଆଜ୍ଞା ଆପଣ ସେଦିନ ବାହାଘର ବିଷୟରେ କହୁଥିଲେ ହଁ 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 ସେଥିପାଇଁ ପୁଅଟାକୁ ଧରି ଚାଲି ଆସିଲି ଝିଅ ଦେଖିବାକୁ। ଆଜ୍ଞା ହେଲେ ଝିଅକୁ ଡାକନ୍ତୁ ଆମେ ଟିକେ ଦେଖା କରି ଆମେ ଚାଲିଯିବୁ। ଆଉ ବଢ଼ିଆ କରିଛନ୍ତି ଆଜ୍ଞା ବଢ଼ିଆ କରିଛନ୍ତି। ଆଜ୍ଞା ଆମେ ବାପ ଝିଅ 2 ଜଣ ରହୁଛୁ। ଆଚ୍ଛା ଚଳିବାର ଆମର କିଛି ଅସୁବିଧା ନାହିଁ ଆଜ୍ଞା ହଉ। କିଛି ଅସୁବିଧା ନାହିଁ। ହଁ। ଏବେ ମୋ ଝିଅକୁ ସାଙ୍ଗେ ସାଙ୍ଗେ ଡାକି ଦେଉଛି ଆଜ୍ଞା। ଆପଣ ଦେଖିଦେବେ ଆଉ। ଠିକ୍ ଅଛି ଠିକ୍ ଅଛି। ହ୍ୟାଲୋ ଏ ମା ଜସ୍ନା ଜସ୍ନା କିଲୋ ତା ତ ମା ମରୁଶଳା ଜଲ୍ଦି ଆ। ହ୍ୟାଲୋ ଏ ଜସ୍ନା ଜସ୍ନା କିଲୋ ତୋ ମା ମରୁଶଳା ହ୍ୟାଲୋ ହ୍ୟାଲୋ ଏ ଜସ୍ନା। ହ୍ୟାଲୋ ଏ ଓଲେ ଛେଳି ଏତେ ପଳେଇ ଆସୁଛୁ ମୋ ଭିତର ଡୁମା ବାହାରି ପଡ଼ୁଛି। ଓହୋ ହେଲା ହେଲା ଏପଟେ ଦେଖ ଇଆଡ଼େ ତ ଶ୍ୱଶୁର ଯା ମୁଣ୍ଡିଆ ଟିକେ ମାରିଦା ଯା 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 ମୁଣ୍ଡିଆ ଟିକେ ମାରିଦା ଯା। ଆହା ହଉ ହେଲା ମା ଭଗବାନ ତୋର ମଙ୍ଗଳ କରନ୍ତୁ। ଆଉ ଲାଜ କ'ଣ କରୁଥିଲ ମା? ଏପଟେ ଦେଖ ଆମ ଜୁଇ ପୁଅ ନମସ୍କାର କର ନମସ୍କାର କର। ଆଲୋ ମା ମୋ ଛାତି କଣା ହେଇଯିବ ଇଆଡ଼େ ଦେଖେ ନମସ୍କାର କର। ଆଜ୍ଞା ଝିଅଟା ମୋର ଭାରି ସୁଧାର ଆଜ୍ଞା ଭାରି ସୁଧାର ବିସ୍କୁଟ ମାର୍କା ସୁନା କଣ୍ଡେ ଆଜ୍ଞା ସୁନା କଣ୍ଡେ କିନ୍ତୁ ଆଜ୍ଞା ତା ପାଠ ପଢ଼ାରେ ବହୁତ ମନ ଥିଲା ଆଜ୍ଞା। ଆଜିକାଲି ଆଜ୍ଞା କଲେଜ ଯିବା ନାଁରେ ମୋବାଇଲ ଧରି ଯେଉଁ ସବୁ କାଣ୍ଡ କରୁଛନ୍ତି ଆଜ୍ଞା ତେଣୁ ତା ପାଠ ପଢ଼ାଟା ମୁଁ ବନ୍ଦ କରିଦେଲି ଆଜ୍ଞା ବନ୍ଦ କରିଦେଲି। ସେଇଥିପାଇଁ ମୁଁ ତାର ପାଠଟା ମୁଁ ବନ୍ଦ କରିଦେଇଛି ମୋର ଝିଅର। ଭଲ କରିଛନ୍ତି ଆଜ୍ଞା।
ଆଜିକାଲି ଦିନକାଳ ମୋଟେ ଭଲ ନୁହଁ। ଆଜ୍ଞା ଝିଅକୁ ଏମିତି ବହୁତର ପଠେଇ ଆଜ୍ଞା ପାଠ ପଢ଼ାଇବା ବି ଠିକ୍ ନୁହଁ। ଆଜ୍ଞା ଆଜ୍ଞା ଆଉ ଆପଣଙ୍କ ଝିଅ କଥା କହିଲେ ମୋ ଝିଅ ମୁଁ ବି ଏମିତିକା ଗୋଟେ ଝିଅ ମୋ ପୁଅ ପାଇଁ ଖୋଜୁଥିଲି। ଆଜ୍ଞା ଯାହା ହଉ ପାଇଯାଇଛି, ଭଲ ହେଲା। ଆଜ୍ଞା ଆରେ ବାବା ଝିଅଟାକୁ ଦେଖିଲୁ ତ, ହେଲେ ଆଉ ଡେରି କାହିଁକି? ଆଜ୍ଞା ମୁଁ ଆପଣଙ୍କୁ ଫୋନ୍ ମାଧ୍ୟମରେ ଜଣେଇଦେବି ଆଜ୍ଞା ଆଜ୍ଞା ବାହାଘରଟା କେବେ କରିବା ବୋଲି। ଠିକ୍ ଅଛି ଆଜ୍ଞା। ହେଲେ ଆମେ ଆସୁଛୁ, ବୁଝିଲେ ନା? ଆଜ୍ଞା। କ'ଣ କହୁଛନ୍ତି? ହ୍ୟାଲୋ ଏ ମାଚସା ହଁ ବାପା। ତୁ ଭିତରକୁ ଯା, ଟିକେ ରୋଷେଇ କରିଥିବୁ ହେଲା, ସେମାନେ ଖାଇକି ଯିବେ ଲୋ ମା। ଭଲ କି ରୋଷେଇ କରିବୁ। ସେ ଫ୍ରିଜ୍ରେ ଅଛି ଚିକେନ୍ ଟିକେ ଅଛି, ମଟନ୍ ଟିକେ ଅଛି, ଛତୁ ଟିକେ ଅଛି, ପନିର ଟିକେ ଅଛି, ଆଉ ଟିକେ ମୋର ଟିକେ ମା ଡାଲମା ମୋର ବେଶୀ ପସନ୍ଦ। ଡାଲମା ଟିକେ କରିଥିବୁ ହଁ ବାପା। ଆଉ ଏମିତି ରୋଷେଇ କରିଥିବି ଜଇଁ ପୁଅ ହାତକୁ ଏମିତି ହାତ ଏମିତି ଚାଟୁଥିବାର ଅଛି ହେଲା। ଯା ଅଛି ଯା ବାପା। ଯା ଯା ଯା, ତୁ ଭିତରକୁ ଯା ଯା ଯା। ବାବୁ ଝିଅଟା ତମର ପସନ୍ଦ ହେଲା ତ? ମୋର ପସନ୍ଦ ନା ପସନ୍ଦରେ କହିବାର କିଛି କାରଣ ନାହିଁ। ବାପା ଯାହା କହିବେ ତାହା ହିଁ ହବ। ଆଜ୍ଞା ମାନିଗଲି ଆଜ୍ଞା, ମାନିଗଲି। ଆପଣଙ୍କ ପୁଅମାନେ ଏମିତି ଥିବା ଦରକାର ନା। ଆଜ୍ଞା ଆପଣଙ୍କ ପୁଅକୁ ଯେଉଁ ପ୍ରକାର ସଂସ୍କାର ଶିଖାଇଛନ୍ତି ଆଜ୍ଞା, ଓ ପୁରା ମାନି ଯାଇଛି ଆଜ୍ଞା, ମାନି ଯାଇଛି। ଏମିତି ପୁଅ ଦରକାର ଆଜ୍ଞା, ଆପଣଙ୍କୁ ଏମିତି ପୁଅ ଦରକାର ନା। ହଁ ଆଜ୍ଞା, ମୋ ପୁଅକୁ ଛୋଟ ବଳୁ ଆଜ୍ଞା ତା ମାଆଟା ମରିଯାଇଛି। ଆଜ୍ଞା ଆଜ୍ଞା ଆରେ ତାକୁ ମୁଁ ଏମିତି ସଂସ୍କାରରେ ବଢ଼େଇଛି, ଆଜ୍ଞା ଆଜ୍ଞା ମୁଁ ଯାହା କହିବି ତାହା ମାନିବ। ତାହା ମାନିବେ ଆଉ। ସେ ପରା ମୋରି ପୁଅ। ଆଜ୍ଞା ହେଲେ ଆଉ ଡେରି କାହିଁକି ଆଜ୍ଞା? ଆଉ ସମୟ ସୁବିଧା ଦେଖି ଆଜ୍ଞା ମୁଁ ଆପଣ ଫୋନ୍ କରିଦେବି। ଫୋନ୍ ମାଧ୍ୟମରେ ଜଣେଇଦେବେ ଆଉ। ଯେମିତି ହେଲେ ବାହାଘରଟା ଶୀଘ୍ର ସାରିଦେବା, ବାହାଘରଟା ଶୀଘ୍ର ସାରିଦେବା ନା। ବୁଝିଲେ? ହଁ ତାହେଲେ ତାହେଲେ ବାବା ଯିବା। ଚାଲ ବାପା। ଏବେ ଚାଲ। ଓୟ ସମୁଦି ଏତେ ଶୀଘ୍ର ଚାଲି ଯାଉଛନ୍ତି। ଏପଟେ ମୋ ଝିଅ ଯାଇଛି ପରା ରୋଷେଇ କରିବା ପାଇଁ, ନ ଖାଇ ନ ପିଇ ଏମିତି ଚାଲିଯିବେ। ଆରେ ବାପାରେ ଖାଇକି ଯିବେ ନା ସମୁଦି, ଆମେ ପରା ହେଲୁ ନୂଆ ସମୁଦି ଆଉ। ହଇ ହୋ ସମୁଦି କ'ଣ ନ ଖାଇ ଚାଲିଯିବେ ବୋଲି ଭାବୁଛନ୍ତି? ଆରେ ପୁରାଣ ଶାସ୍ତ୍ରରେ ପୁରା ଲେଖା ଅଛି, ହଁ ହଁ ଯେତେବେଳେ ନୂଆ ବନ୍ଧୁ ବାନ୍ଧବ ତାଙ୍କ ଘରେ ଖାଇକି ଯିବ, ଖାଇକି ଯିବେ ନା। ତେବେ ଯାଇ ପ୍ରସ୍ତାବଟା ପକ୍କା ହେଲା ଜାଣିବ। ତମ ଘରେ ଆଜି ଆମେ ବାପ ପୁଅ ଦି ଜଣ ଖାଇକି ଯିବେ ନା। କାହିଁକି ନା ତମେ ହେଲ ଆମ ସମୁଦି।